ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। କଥା ହେବା ଓଡ଼ିଶାର 5ଟି ଶ୍ରେଷ୍ଠ ଚିଡ଼ିଆଖାନା ଏବଂ ବନ୍ୟ ପ୍ରାଣୀ ପାର୍କ ବିଷୟରେ। ପ୍ରଥମତଃ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଚିଡ଼ିଆଖାନା ନନ୍ଦନକାନନ କାଞ୍ଜିଆ ହ୍ରଦ ନିକଟରେ ଅବସ୍ଥିତ। ଏହା ଧଳାବାଘ, ସିଂହ, ହାତୀ, ସରୀସୃପ ଏବଂ ଅନେକ ବିରଳ ପ୍ରଜାତିର ପ୍ରାଣୀମାନଙ୍କର ଆବାସ ସ୍ଥଳ। ଏଥିରେ ଏକ ଉଦ୍ଭିଦ ଉଦ୍ୟାନ ଏବଂ ଏକ ସଫାରି ପାର୍କ ମଧ୍ୟ ଅଛି। ଦ୍ୱିତୀୟତଃ କନ୍ଦରପୁର ମିନି ଚିଡ଼ିଆଖାନା। ଏକ ଛୋଟ କିନ୍ତୁ ଭଲ ଭାବରେ ରକ୍ଷଣାବେକ୍ଷଣ କରାଯାଇଥିବା ଚିଡ଼ିଆଖାନା ଯେଉଁଥିରେ ହରିଣ, ମୟୂର, ବାନର ଏବଂ ଅନେକ ପକ୍ଷୀ ରହୁଛନ୍ତି। ଏହା ପିଲା ଏବଂ ପରିବାର ପାଇଁ ସ୍ଥାନୀୟ ବନ୍ୟପ୍ରାଣୀ ବିଷୟରେ ଜାଣିବା ପାଇଁ ଏକ ଭଲ ସ୍ଥାନ। ତୃତୀୟତଃ ସମ୍ବଲପୁର ହରିଣ ଉଦ୍ୟାନ। ଏହି ପାର୍କ ଏହାର ଶାନ୍ତିପୂର୍ଣ୍ଣ ପରିବେଶ ଏବଂ ବିପୁଳ ସଂଖ୍ୟାରେ ଚିତ୍ରିତ ହରିଣ ପାଇଁ ଜଣାଶୁଣା। ଏହା ସ୍ଥାନୀୟ ପ୍ରାଣୀମାନଙ୍କ ପାଇଁ ଏକ ଛୋଟ ଉଦ୍ଧାର ଏବଂ ପ୍ରଜନନ କେନ୍ଦ୍ର ଭାବରେ ମଧ୍ୟ କାର୍ଯ୍ୟ କରେ। ଚିଲିକା ପ୍ରକୃତି ଉଦ୍ୟାନ। ଯଦିଓ ଏହା ଏକ ପାରମ୍ପରିକ ଚିଡ଼ିଆଖାନା ନୁହଁ, ଏହି ପାର୍କ ପ୍ରବାସୀ ପକ୍ଷୀ, ଇରାବତୀ ଡଲଫିନ୍ ଏବଂ ଆର୍ଦ୍ରଭୂମି ପ୍ରଜାତିମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନରେ ଦେଖିବା ପାଇଁ ଏକ ଉତ୍ତମ ସ୍ଥାନ। ପଞ୍ଚମ ରାମତୀର୍ଥ କୁମ୍ଭୀର ଅଭୟାରଣ୍ୟ। ଯଶୀପୁର ନିକଟରେ ଅବସ୍ଥିତ ଏହି ଅଭୟାରଣ୍ୟ ମଗର କୁମ୍ଭୀରଙ୍କ ସଂରକ୍ଷଣ ଉପରେ ଧ୍ୟାନ ଦିଏ। ପରିଦର୍ଶକମାନେ କୁମ୍ଭୀରକୁ ନିକଟରୁ ଦେଖିପାରିବେ ଏବଂ ସରୀସୃପ ସଂରକ୍ଷଣ ବିଷୟରେ ଜାଣିପାରିବେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।